ସାଙ୍ଗମାନେ ଏଇ ଯେଉଁ ଘିପିଲି ଟ୍ରେଣ୍ଡ ଚାଲିନି କି ଏଇ ଟ୍ରେଣ୍ଡ ଆଢ଼ୁଆଳରେ କିଛିଟା ଟୋକା ନଙ୍ଗା ଖେଳ କରୁଛନ୍ତି। ହୋ କ'ଣ କରୁଛନ୍ତି ନା ଫିଲ୍ମରୁ ହିରୋ ହିରୋଇନ୍ ଯେତେବେଳେ ଏକାଠି ଥିବେ, ହିରୋ ହିରୋଇନ୍ ଯେତେବେଳେ ହକ୍ କରିଥିବେ, ହିରୋ ହିରୋଇନ୍ଙ୍କର ଫଟୋ କାଢ଼ି ତାକୁ ଅପଲୋଡ଼ କରିକି ଘିବିଲିରେ କାର୍ଟୁନ୍ ବନେଇ ଦେଉଛନ୍ତି। ଆଉ କାର୍ଟୁନ୍ ହେଲା ପରେ ତ କିଛି ଜାଣି ହେବ ନାହିଁ ନା ସେ ଅରିଜିନାଲ୍ କିଏ ଥିଲେ, ସେ କାର୍ଟୁନ୍ ଭଳିଆ ଦେଖାହେଉଛନ୍ତି। ସେଇ ଫଟୋଟାକୁ ଅପଲୋଡ଼ କରିକି ଦେଖେଇ ହେଉଛନ୍ତି ଇଏ ଆମ ଗାର୍ଲଫ୍ରେଣ୍ଡ ବୋଲି। ଏଇ ସେମ୍ କେସ୍ରେ କାଲି ମୋର ଗୋଟେ ସାଙ୍ଗଟେ ଧରା ପଡ଼ୁଛି। ବହେ ଶୋଧିଲୁ ତାକୁ। ଆଜ୍ଞା ଆପଣଙ୍କର ଯଦି ଏମିତି କିଏ ସାଙ୍ଗ ଅଛି ଆଉ ତା ଉପରେ ଆପଣଙ୍କର ଡାଉଟ୍ ଅଛି, ଖାଲି ଏ ଭିଡ଼ିଓଟା ତାକୁ ପଠାଇ ଦିଅନ୍ତୁ, କିଛି କହିବା ଦରକାର ନାହିଁ। ଦେଖିବେ ସେ କେଉଁ ଭଳିଆ ଟର୍ଚର୍ ହେବ, ଟର୍ଚର୍। ଆଉ ଆଜ୍ଞା ଘିବିଲି ଟ୍ରେଣ୍ଡର ଖାସିୟତ ଏଇଟା ଯେ ତୁମେ ଯେତେବେଳେ ଗୋଟେ ଫଟୋଟେ ଅପଲୋଡ଼ କରୁଛ ସେ କାର୍ଟୁନ୍ ହେଇଯିବ, ଦେଖିବାକୁ ସୁନ୍ଦର ଲାଗିବ, କିନ୍ତୁ ସେଇଟା କିଏ ବୋଲି ଜଣାପଡ଼ିବ ନାହିଁ। ସେଇଟା ହେଲା ସେ ଫଟୋର ଖାସିୟତ, ସେଇଥିପାଇଁ ସେ ଟ୍ରେଣ୍ଡଟା ବାହାରିଥିଲା। କିନ୍ତୁ ଆମ ଲୋକ କ'ଣ କରୁଛନ୍ତି ନା ଫାଷ୍ଟ ଘିବିଲିର କାର୍ଟୁନ୍ ଫଟୋଟା ଛାଡ଼ି ଦେଉଛନ୍ତି, ତାପରେ ଅରିଜିନାଲ୍ ଫଟୋଟା ଛାଡ଼ି ଦେଉଛନ୍ତି। ତ ଫାଇଦା କ'ଣ ହେଲା? ଆଉ ଆଜ୍ଞା ଏତେ ସାରା ସବୁ କରିସାରିଲା ପରେ ଲାଷ୍ଟକୁ ପୁଣି ନ୍ୟୁଜ୍ ଆସିଲାଣି ଯେ ଯିଏ ସବୁ ଘିବିଲିରେ ଫଟୋ ଛାଡ଼ିଛ ସବୁ ନାମ ନେବ ଯେ ସମସ୍ତଙ୍କ ଡାଟା ନେଇଯିବେ, ସମସ୍ତେ ହଇରାଣ ହେବ, ତମ ଫଟୋ ଇଏ ହେଇଯିବ ସିଏ ହେଇଯିବ। ଆଜ୍ଞା ଜମା ପ୍ୟାନିକ୍ ହେବା କିଛି ଟେନସନ୍ ନାହିଁ, କିଛି ମାନେ ଚିନ୍ତା କରିବା ଦରକାର ନାହିଁ। ଯେଉଁମାନେ ଘିବିଲିରେ ନିଜର ଖରାପ ଫଟୋ ଛାଡ଼ିଛନ୍ତି, ବହୁତ ଇଣ୍ଟିମେଟ୍ ଫଟୋ କି ମାନେ ବୁଝିପାରୁଛ ସେଇଭଳିଆ ଫଟୋ ଛାଡ଼ି ସେମାନେ ହଇରାଣ ହେଇପାରନ୍ତି। ଆଉ ତାପରେ ଜିମେଲ୍ ଯେହେତୁ ଆମେ ଲଗ୍ଇନ୍ କରିଛେ, ଯେକୌଣସି ଏଆଇ ଫେଆଇ ଯାହା ବି ତୁମେ ଲଗ୍ଇନ୍ କରିଛ, ତୁମ ଜିମେଲ୍ରେ ତୁମେ ଯଦି ପାରୁଛ ତୁମ ପାସୱାର୍ଡ଼ଟା ଚେଞ୍ଜ କରିଦେଇପାର, ଯାହା ଉପରେ ବେଶୀ ଡାଉଟ୍ ହେଉଛି କି ମୋର କ'ଣ ହେଇଯିବ ଇଏ ହେଇଯିବ। ନହେଲେ ତୁମ ସହ ତୁମ ନମ୍ବର ତ ଲଗ୍ଇନ୍ ଥାଏ ନା, ତୁମ ନମ୍ବରକୁ OTP ନ ଆସିଲା ଯାଏଁ ତୁମେ ତ ଜିମେଲ୍ ଖୋଲିପାରିବ ନାହିଁ। ତ ସଦାବେଳେ ବନ୍ଧୁମାନେ ଆମେ ଟ୍ରେଣ୍ଡର ମଜା ନେବା ଉଚିତ, ଟେନସନ୍ ନ ନେଇକି ଜୀବନରେ ଆଗକୁ ବଢ଼ିବା ବି ଉଚିତ।